ଦେଖନ୍ତୁ ଆଜିକା ଡେଟ୍ରେ ଡିସପ୍ଲେ କାମ ନ କରିବା କିମ୍ବା ଡିସପ୍ଲେ ଭାଙ୍ଗିଯିବା ଏଇଟା ଗୋଟେ କୌଣସି ନୂଆ କଥା ନୁହେଁ। ମାନେ ଦିନକୁ କେତେ ଜଣଙ୍କର ମୋବାଇଲ ଭାଙ୍ଗୁଛି, କେତେ ଜଣଙ୍କର ଡିସପ୍ଲେ କାମ କରୁନି। ତ ଆଜି ଆମେ କଥା ହେବା MI ମୋବାଇଲରେ ଯଦି ଆପଣଙ୍କର ଡିସପ୍ଲେ କାମ କରୁନି, ଦେଖ ଟଚ୍ ଟୋଟାଲି କାମ କରୁନି, ଦେଖ ମୋବାଇଲ ଅନ୍ ଅଛି, ଦେଖା ବି ଯାଉଛି, ମୁଁ ଆଉ ଥରେ ବି କ୍ଲିକ୍ କରିକି ଦେଖାଉଛି, ଦେଖ ମୋବାଇଲ ଅନ୍ ଅଛି କିନ୍ତୁ ଟଚ୍ ଟୋଟାଲି କାମ କରୁନି। ତ ବହୁତ ଲୋକ ଜାଣିପାରୁନାହାନ୍ତି ଯେ ଏଇଟା ଡିସପ୍ଲେ ପ୍ରୋବ୍ଲେମ୍ ନା ଟଚ୍ ସ୍କ୍ରିନ୍ ପ୍ରୋବ୍ଲେମ୍ ନା ମଦରବୋର୍ଡ଼ ପ୍ରୋବ୍ଲେମ୍। କାହିଁକିନା ମୁଁ ଆପଣଙ୍କୁ ଜଣାଇ ଦେଉଛି, ମୁଁ ୟାର ମାନେ ଡିସପ୍ଲେ ଚେଞ୍ଜ କରିକି ବି ଦେଖି ସାରିଛି କିନ୍ତୁ ଟଚ୍ କାମ କରୁନାହିଁ। ଯଦି ଆପଣ ଏ ଭିଡ଼ିଓ ଖୋଜୁଛନ୍ତି ୟୁଟ୍ୟୁବରେ, ତାହେଲେ କେହି ବି ଆପଣଙ୍କୁ କହିବେନି ଯେ ଟଚ୍ ଯଦି କାମ କରୁନି, ଆପଣଙ୍କର ଅରିଜିନାଲ୍ ଡିସପ୍ଲେ ଅଛି, ଟଚ୍ କାମ କରୁନି, ତାହେଲେ ଆପଣ କେଉଁ ଭଳି ତାକୁ ଠିକ୍ କରିବେ। କାହିଁକିନା ଆପଣଙ୍କର ତ ଡିସପ୍ଲେ ଭଲ ଅଛି, ସବୁ ଦେଖାଯାଉଛି, ପୁରା କ୍ଲିଅରଲି ଦେଖାଯାଉଛି, ତାହେଲେ କ'ଣ ପ୍ରୋବ୍ଲେମ୍ ତା ଦେହରେ ହେଇଛି କେହି ବି କହିବେ ନାହିଁ। ତ ଭିଡ଼ିଓଟାକୁ ପୁରା ଦେଖନ୍ତୁ, ମୁଁ ଆପଣଙ୍କୁ ଡିଟେଲ୍ସଲି କହିବି ଯେ ଆକ୍ଚୁଆଲି ୟାର ପ୍ରୋବ୍ଲେମ୍ କ'ଣ, ୟାର ସଲ୍ୟୁସନ୍ କ'ଣ। ଆଉ ତାପରେ ଦେଖିବେ ଆପଣଙ୍କର ଡିସପ୍ଲେ ଚେଞ୍ଜ କରିବା ପାଇଁ ପଡ଼ିବନି। ବହୁତ କମ୍ ପଇସାରେ, ବହୁତ କମ୍ ପଇସା ମାନେ ଯେତିକି ଡିସପ୍ଲେ ପ୍ରାଇସ୍ ତା 3 ଭାଗରୁ 1 ଭାଗ ପଇସାରେ ଆପଣଙ୍କର ଏ ମୋବାଇଲ ପ୍ରପର୍ ରେଡ଼ି ହେଇଯିବ। ଆଉ ଆପଣ ଆରାମସେ ଫିକ୍ସ ହେଇଯିବ, ଆଉ ଆରାମସେ ୟୁଜ୍ ବି କରିପାରିବେ ଅରିଜିନାଲ୍ ଡିସପ୍ଲେ। ତ କ'ଣ କରିବେ ଦେଖନ୍ତୁ, ପ୍ରଥମ କଥା ମୁଁ ଆପଣଙ୍କୁ କହୁଛି, ଯଦି ଆପଣଙ୍କର ଟଚ୍ ସ୍କ୍ରିନ୍ କାମ କରୁନି ତ ପ୍ରଥମେ ଯାଇକି ଏଥିରେ ଗୋଟେ ଡିସପ୍ଲେ ଯେକୌଣସି ଦୋକାନରେ ବାହାର ପଟରୁ ଡିସପ୍ଲେ ଖୋଲିବେନି। ଡିସପ୍ଲେ ଖୋଲିଦେଲେ ଡିସପ୍ଲେଟା ଖରାପ ହେଇଯିବ, ଖୋଲୁ ଖୋଲୁ ଭାଙ୍ଗି ବି ଯାଏ। ତ ଡିସପ୍ଲେ ଖୋଲିବେନି, ଆଗେ ଡିସପ୍ଲେଟା ବାହାର ପଟରୁ ଲଗେଇକି ଏଠି କନେକ୍ଟ କରିକି ଆପଣ ଦେଖିବେ। ତାପରେ ଯଦି ନହେଲା ତାହେଲେ ତାପରେ ମୁଁ କହୁଛି, ଦେଖନ୍ତୁ କଷ୍ଟମର ଯେତେବେଳେ ମୋ ପାଖକୁ ମୋବାଇଲ ନେଇକି ଆସିଲେ, ମୁଁ ତାକୁ ପଚାରିଲି ଯେ ଭାଇ କ'ଣ ହେଇଥିଲା, କହିଲା ଭାଇ ହାତରୁ ଖସି ପଡ଼ିଲା ପରେ ଟଚ୍ କାମ କରୁନି। ଯଦି ହାତରୁ ଖସି ପଡ଼ିଲା ପରେ ଟଚ୍ କାମ କରୁନି, ତାହେଲେ ଏ କନେକ୍ଟର ଗୁଡ଼ାକୁ ଭଲିକି ଚେକ୍ କରିନେବେ। କନେକ୍ଟର କେଉଁଟା ଭାଙ୍ଗିଯାଏ, ଡିସପ୍ଲେ କନେକ୍ଟର ଭାଙ୍ଗିଯାଏ, ୟା ତ ଇଏ ମଦରବୋର୍ଡ଼ କନେକ୍ଟର ବି ଭାଙ୍ଗିଯାଏ। ଭାଙ୍ଗିଗଲେ ଭଳିଆ ପ୍ରୋବ୍ଲେମ୍ ହୁଏ, ଠିକ୍ ଅଛି। ତ ମୁଁ ୟାକୁ ଭଲିକି ଦେଖିଲି, ଦେଖନ୍ତୁ ଭଲିକି ମୁଁ ଦେଖାଉଛି ଆପଣଙ୍କୁ, କୌଣସି କିଛି ବି ପ୍ରୋବ୍ଲେମ୍ ନାହିଁ, ମାନେ କନେକ୍ଟରରେ କିଛି ବି ପ୍ରୋବ୍ଲେମ୍ ନାହିଁ। ଡିସପ୍ଲେ ଚେଞ୍ଜ କରିକି ବି ଦେଖିଲି, ତ ୟାର ପ୍ରୋବ୍ଲେମ୍ ହେଲା ଟ୍ରାକ୍ ମିସିଂ, ଠିକ୍ ଅଛି। ମାନେ ୟା ଦେହରେ ଯେକୌଣସି ଟ୍ରାକ୍ ମିସିଂ ଅଛି, ମାନେ ଟଚ୍ ସ୍କ୍ରିନ୍କୁ ଯେଉଁ ଟ୍ରାକ୍ ଗୁଡ଼ା ଆସିଛି, CPUରେ ହେଉ, ଯେକୌଣସି ICରୁ ଯେଉଁ ଟ୍ରାକ୍ ଗୁଡ଼ା ଆସିଛି ମଦରବୋର୍ଡ଼କୁ, ଏଟା ମିସିଂ ହେଇପାରେ। କିମ୍ବା ଏଇ ଯେଉଁ କନେକ୍ଟର ପାଖରେ ଯେଉଁ ଛୋଟ ଛୋଟ କମ୍ପୋନେଣ୍ଟ ଅଛି, ଠିକ୍ ଅଛି, ଯଦି ଗୋଟେ ଖଣ୍ଡେ କେଉଁଠି ମିସିଂ ହେଇଯାଇଥିବ, ମାନେ ଉପୁଡ଼ି ଯାଇଥିବ, ତାହେଲେ ବି ଏଭଳିଆ ପ୍ରୋବ୍ଲେମ୍ ଆସେ। ତ ୟାର ମାନେ ଠିକ୍ କରିବା ପାଇଁ ଗୋଟେ ପ୍ରପର୍ ଭଲ ମିସ୍ତ୍ରୀ ପାଖକୁ ନେଇକି ଯାଆନ୍ତୁ, ଯେଉଁମାନଙ୍କ ପାଖରେ ମାନେ ୟାର ଟ୍ରାକିଂ ଇଏ ଅଛି। ଟ୍ରାକ୍ ପାଇଁ ଯେଉଁ ଆମର କୁହନ୍ତି ସେମେଷ୍ଟିକ୍ ଯେଉଁ ଅଛି, ସିଏ ଆରାମସେ ଦେଖିପାରିବ ଯେ କେଉଁ ଟ୍ରାକ୍ଟା ମିସିଂ ଅଛି। ମିସିଂ ଫିକ୍ସ କରିଦେଲେ ଆପଣଙ୍କର ଟଚ୍ ସ୍କ୍ରିନ୍ କାମ କରିବ, ଆପଣଙ୍କୁ ଡିସପ୍ଲେ ଚେଞ୍ଜ କରିବା ପାଇଁ ପଡ଼ିବ ନାହିଁ। ବେଶୀରୁ ବେଶୀ ଖର୍ଚ୍ଚ ହେବ କେତେ, 400-500 ଟଙ୍କା ଭିତରେ ଆପଣଙ୍କର ଫିକ୍ସ ହେଇଯିବ। ଆପଣଙ୍କୁ ବେଶୀ ପଇସା ଖର୍ଚ୍ଚ କରିବା ପାଇଁ ପଡ଼ିବ ନାହିଁ, ଠିକ୍ ଅଛି। ତ ଆପଣ ବୁଝିପାରିଲେ, କୌଣସି ବି ରେଡ଼ମି, MI, ପୋକୋ, କୌଣସି ବି ମୋବାଇଲ ହଉ, ମାନେ କୌଣସି ବି କମ୍ପାନୀର ମୋବାଇଲ ହେଲେ ବି କିଛି ପ୍ରୋବ୍ଲେମ୍ ନାହିଁ, ଠିକ୍ ଅଛି। ତ ଆଜିକା ଭିଡ଼ିଓରେ ଏତିକି। ଯଦି ଆପଣଙ୍କୁ ଭିଡ଼ିଓ ଭଲ ଲାଗିଛି, ଭିଡ଼ିଓଟାକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିତ କରିନେବେ।